ସାଇକୋଲୋଜି କହିଥାଏ ଆପଣଙ୍କ ସ୍ତ୍ରୀ ପରପୁରୁଷ ସହିତ ସେକ୍ସ କରୁଥିଲେ 100% ରାତିରେ ଶୋଇବା ସମୟରେ ଏହି ଗୋଟିଏ ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିଥାନ୍ତି। ଯଦି ଆପଣ କୌଣସି କାମରେ ବାହାରେ ରହୁଛନ୍ତି ଓ ଆପଣଙ୍କ ସ୍ତ୍ରୀର ଆଉ କାହା ସହିତ ସମ୍ପର୍କ ରହିଛି, ତେବେ ଘରକୁ ଆସିବାର କିଛି ଦିନ ପରେ ଆପଣଙ୍କ ଯିବାର ଟିକିଏ ଡେରି ହେଲେ ସ୍ତ୍ରୀ ଏହି ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିଥାନ୍ତି, ତୁମେ କେଉଁ ଦିନ ଯିବ କି? ଯଦି ଏହି ପ୍ରଶ୍ନ ବାରମ୍ବାର ପଚାରିଥାନ୍ତି, ତେବେ କଥାରେ କିଛି କାରଣ ଅଛି ବୋଲି ବୁଝିଯାଆନ୍ତୁ। ସାଇକୋଲୋଜି କହିଥାଏ ମହିଳାମାନଙ୍କର ସ୍ତନ ତାଙ୍କ ସୁନ୍ଦରତାକୁ ଆହୁରି ଅଧିକ ବଢ଼ାଇଥାଏ। ଏହି କାରଣ ପାଇଁ ଅଧିକାଂଶ ମହିଳା ନିଜ ସ୍ତନ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ସାଇକୋଲୋଜି କହିଥାଏ ଚା ବା କଫି ପିଇବା ତୁଳନାରେ ସକାଳୁ ସକାଳୁ ସେକ୍ସ କରିବା ଦ୍ୱାରା ଦିନସାରା ଅଧିକ ସତେଜ ଲାଗିଥାଏ। ସାଇକୋଲୋଜି କହିଥାଏ ଯଦି ଆପଣ କୌଣସି ଝିଅକୁ ଇମ୍ପ୍ରେସ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସବୁବେଳେ ସିରିୟସ୍ ରୁହନ୍ତୁ। ସାଇକୋଲୋଜି କହିଥାଏ ଯଦି କୌଣସି ଝିଅ ପ୍ରଥମ ଥର କିସ୍ କରିଥାନ୍ତି, ତେବେ ତାଙ୍କୁ ଛାତିରେ କୋଳେଇ ଧରିବା ସମୟରେ ଆପଣଙ୍କୁ ତାଙ୍କର ହାର୍ଟବିଟ୍ ନିଶ୍ଚୟ ଶୁଣାହେବ। ସାଇକୋଲୋଜି କହିଥାଏ ମହିଳାମାନଙ୍କ ଭିତରେ ପୁରୁଷଙ୍କ ତୁଳନାରେ ଶୁଙ୍ଘିବାର କ୍ଷମତା ଅଧିକ ଥାଏ। ସାଇକୋଲୋଜି କହିଥାଏ ସେକ୍ସ କରୁଥିବା ସମୟରେ 80% ମହିଳା ତାଙ୍କର ବିୟାରେ ହେଉଥିବା କଷ୍ଟକୁ ସେହି ପୁରୁଷକୁ କୁହନ୍ତି ନାହିଁ। ପଚାରିଲେ କୁହନ୍ତି ନା କଷ୍ଟ ହେଉନାହିଁ ବୋଲି, କିନ୍ତୁ ସେହି ମହିଳାମାନେ ମନେ ମନେ ସେହି କଷ୍ଟକୁ ଫିଲ୍ କରିଥାନ୍ତି। ସାଇକୋଲୋଜି କହିଥାଏ ଯେଉଁ ପୁରୁଷମାନେ ବିଶ୍ୱାସଘାତୀ ହୋଇଥାନ୍ତି ତାଙ୍କର IQ ଲେଭେଲ୍ ବହୁତ କମ୍ ହୋଇଥାଏ। ସାଇକୋଲୋଜି କହିଥାଏ ଗୋଟେ ଦିନରେ 2 ବା 4ଟି ସ୍ୟାଡ୍ ସଙ୍ଗ୍ ଶୁଣିବା ଦ୍ୱାରା ଆପଣ ଅନ୍ୟମାନଙ୍କ ତୁଳନାରେ ଅଧିକ କ୍ରିଏଟିଭ୍ ବନିବାକୁ ଲାଗିଯାଆନ୍ତି। ସାଇକୋଲୋଜି କହିଥାଏ ଯଦି କୌଣସି ବ୍ୟକ୍ତି ଅଚାନକ ବହୁତ ସାରା ଖାଦ୍ୟ ଖାଇବାକୁ ଲାଗେ, ତେବେ ସେହି ବ୍ୟକ୍ତି କୌଣସି ଚିନ୍ତାରେ ଥାଇପାରେ।